ମୁଁ ହଂସନାଥ ସାହୁ ପ୍ରାଚୀ ସଂସ୍କୃତି ଗବେଷକ। ଆଜି ଆମ ପ୍ରାଚୀ ଉପତ୍ୟକାର ଏକ ପ୍ରତିଷ୍ଠିତ କ୍ଷେତ୍ର ଏବଂ ଚୈତନ୍ୟଙ୍କର ସ୍ମୃତି ସ୍ୱାକ୍ଷର ବହନ କରୁଥିବା ରାଧାକାନ୍ତ ମଠ ସ୍ମୃତିର ସ୍ୱାକ୍ଷର ହେଉଛି ବୃକ୍ଷରାଜ ତମାଳ। ସେହି ମଠରେ ଆଜି ରାଧାପାଦ ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି। ଆଜିର ଦିନରେ ରାଧାଙ୍କୁ ଲକ୍ଷ୍ମୀଙ୍କ ଭାବରେ ଉପାସନା କରାଯାଏ। ଅଁଳା ନବମୀ କହିବାର ତାତ୍ପର୍ଯ୍ୟ ହେଉଛି ଆଜି ଅଁଳା ଗଛରେ ଲକ୍ଷ୍ମୀ ବାସ କରନ୍ତି। ସେହି ଅଁଳା ଗଛ ମୂଳରେ ରାଧାଙ୍କର ଉପାସନା କରାଯାଏ, ଯେଉଁଠି ରାଧା ଏବଂ ଲକ୍ଷ୍ମୀଙ୍କର ଅଭେଦତ୍ୱ ପ୍ରତିପାଦନ କରାଯାଇଛି। ଏବଂ ପ୍ରାଚୀ ଉପତ୍ୟକାର ଏକ ବିରଳ ମୂର୍ତ୍ତି ହେଉଛନ୍ତି ଯେ ଅଷ୍ଟଧାତୁ ନିର୍ମିତ ରାଧାକୃଷ୍ଣଙ୍କର ମୂର୍ତ୍ତି। କେବଳ ଏହି ମଠରେ ଯୁଗଳ ମୂର୍ତ୍ତି ଉପାସନା ପରମ୍ପରା ପ୍ରଚଳିତ, ଅନ୍ୟତ୍ର କୌଣସି ଜାଗାରେ ଯୁଗଳ ମୂର୍ତ୍ତି ଉପାସନା ପରମ୍ପରା ନାହିଁ। ସେହି ରାଧାଙ୍କ ଏବଂ କୃଷ୍ଣଙ୍କର ଯୁଗଳ ମୂର୍ତ୍ତି ଉପାସନାର କ୍ଷେତ୍ର ଯେଉଁ ରାଧାକାନ୍ତ ମଠ ନୂଆଗାଁ, ସେହି କ୍ଷେତ୍ରରେ ଆଜି ଅଁଳା ଗଛ ମୂଳେ ରାଧାଙ୍କର ପାଦ ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି। ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଆସିକି ରାଧାଙ୍କ ପାଦ ଦର୍ଶନ କରି ପ୍ରସାଦ ସେବନ କରି ଲୋକ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ତେଣୁ ଇଏ ହେଉଛି ଆମମାନଙ୍କ ପାଇଁ ଗୋଟେ ପରମ ସୌଭାଗ୍ୟ ଯେ ଆଜିର ଦିନରେ ଅଁଳା ଗଛ ମୂଳେ ରାଧାଙ୍କର ପାଦ ଦର୍ଶନ କରିବା ଇଏ ହେଉଛି ଏକ ବିରଳ ପରମ୍ପରା।